ଲଳିତଗିରି ଦେଖିବା ପାଇଁ। ଲଳିତଗିରିରେ ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ, ଖୁସିରେ ଥିବେ ଭଗବାନଙ୍କ ଆଶୀର୍ବାଦରୁ। ଆଜି ଆମେ ପହଞ୍ଚି ଯାଇଛୁ ଲଳିତଗିରି ସଂଗ୍ରହାଳୟ ପୁରାତନ। କ'ଣ କ'ଣ ଅଛି ଆମେ ସେଠି ଦେଖିବା। ଏଠି ବୁଲିକି ସବୁ ମୂର୍ତ୍ତି ହାତର କାରୁକାର୍ଯ୍ୟ, ପଥରରେ ତିଆରି ମୂର୍ତ୍ତି, ସବୁ ବିଭିନ୍ନ ପ୍ରକାର ମୂର୍ତ୍ତି ଠାକୁରଙ୍କର ହେଉଛି। ସବୁ ବିଭିନ୍ନ ପ୍ରକାର ସନ୍ଥ ମାନଙ୍କର ମୂର୍ତ୍ତି ତିଆରି ଅଛି, ଆମେ ତାକୁ ବି ଦେଖିବା। କେତେ ସୁନ୍ଦର କାରୁକାର୍ଯ୍ୟ, ହାତ ତିଆରି। ଏବେ ମୁଁ ବୁଲିକି ଦେଖୁଛି, ଦେଖନ୍ତୁ। ଏଇଟା ଦେଖୁନ ଅଧା ଅଧା ସବୁ ରହିଛି ଖୋଳା ହେଇକି। ଆଜ୍ଞା, ଘର ଥିବ ଖୋଳା ହେଇକି ସବୁ ମୂର୍ତ୍ତି ବାହାରିଛି। ଆଉ କ'ଣ ମ୍ୟୁଜିୟମ୍ ତ କରୁଛନ୍ତି ବିହାର 4। କିଛି ନାହିଁ, ଖାଲି ପଥର ମୂର୍ତ୍ତି ଖାଲି ଇଏ ଅଛି ଆଉ। ଏଇଟା ସିଲୁ ଏଗୁଡ଼ା ଗୋଟେ ଭିଡ଼ିଓ ଗୋଟେ କରିଦେବୁ ଟୋଟାଲ୍। ତୋ ମୋବାଇଲରେ ଗୋଟେ କରିଦେଇଥା, ମୋତେ ହେଲେ କରିବୁ ଏଣ୍ଟାୟାରଟା। ଦେଖୁନାହାନ୍ତି ଇଟା ଭାଟି ଭଳିଆ ଦେଖାଯାଉଛି। ଆଜ୍ଞା, ପୁରା ତିଆରି ସେଇ ହିସାବରେ ହେଇଛି, ମାନେ ସେଇ ହିସାବରେ ଏମିତି ତିଆରି ହେଇଛି ଯେ ଇଟା ଭାଟି ଭଳିଆ ଦେଖାଯାଉଛି, କିନ୍ତୁ ପଥରକୁ ତାକୁ କାରୁକାର୍ଯ୍ୟ ମାଧ୍ୟମରେ କରାଯାଇଛି। ବହୁତ ପୁରୁଣା କାର। ଏଇ ତଳରା ଉଠେଇ ଦେଇଛୁ, ତଳରା ଉଠେଇଦେ। ତଳରେ ପହଞ୍ଚ ଆଗରେ କ'ଣ ମନ୍ଦିର ଅଛି ନା କ'ଣ? ସ୍ତୂପ ଗୋଟେ ଅଛି। ସ୍ତୂପ ଅଛି। କୋଉ ସ୍ତୂପ? ଏଇ ବୁଦ୍ଧଙ୍କ ସ୍ତୂପ। ଓରିଜିନାଲଟା ଏଇ ଯୋଉ ପଥର ପୁରା ସେଇଠୁ ବାହାରିଲା। ସେ ଏବାର କେତେ କିଲୋମିଟର? ଏ ନାଲି ଦେଖାଉନି? ହଁ, ଏ ନାଲି। ଆଚ୍ଛା ଆଚ୍ଛା, ଯାଇ ହେବ ତ ଆସ୍ତେ ଆସ୍ତେ? ଓ ସେଇଠି ଯେଉଁ ପୋଳା ସେ ପଥର ସେଇଠୁ ଯେଉଁ ନେଇ ଆସିଛନ୍ତି। ଏଇଟା ଟିକେ ଉଠେଇ ଦେବୁ। ବୌଦ୍ଧ ଗୃହ ସ୍ତୂପ ସବୁ ଚୈତନ୍ୟ ସେ ଚାକରି ହାଡ଼ ରହିଛି, ଅସ୍ଥି ରହିଛି। ଉପରୁ ଖୋଳା ହେଇକି ହଁ, କୁଆଡ଼େ କୁଆଡ଼େ ବାହାରୁଛନ୍ତି। ଦେଖିବା ଏଠି ବସିକି ଟିକେ ଯିବା। ହେଉଛି ଆର ଫେମସ୍ ଏଇ କୁଜଟା ହେଉଛି ଫେମସ୍। ସମସ୍ତେ ଆଉଛନ୍ତି ସେଇଆକୁ ଦେଖିବା। ମୂର୍ତ୍ତିଟାକୁ ଦେଖିବା ପାଇଁ ଆଉ। ମୂର୍ତ୍ତିଟା ଅଛି? ମୂର୍ତ୍ତି ନାହିଁ, ମୂର୍ତ୍ତି ସବୁ ଅଛି। ଆଚ୍ଛା, ଏଇଟା ଖାଲି ଖୋଳା ଜାଗାଟା ଦେଖାଉଛି। ଖାଲି ସମାଧିଟା ଆଉ ଯେଉଁ ବୁଦ୍ଧଙ୍କର ସମାଧି ଆଉ ସମାଧିଟା ଆଉ। ଆଜ୍ଞା, ତାଙ୍କ ଉପରେ ଗୁରୁତ୍ୱ ଦେଉଛନ୍ତି ଆଉ। ହଁ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏଇଟା। ନାଇଁ, ଭଲ ପୁରା ନିଟ୍ ଆଣ୍ଡ କ୍ଲିନ୍ ଅଛି। ହଁ, ତାପରେ ସଞ୍ଜବେଳଟା ଆହୁରି ବଢ଼ିଆ ଲାଗେ। ଏଇଟା ଖରାବେଳଟା ବି ଟିକେ କଷ୍ଟ ରହୁଛି। ସଞ୍ଜବେଳଟା ବଢ଼ିଆ ପବନ। ହଁ, ସଞ୍ଜବେଳକୁ ମଧ୍ୟ ଲୋକ। ତାର ଟାଇମିଂ, କ୍ଲୋଜ୍ ଟାଇମିଂ କେତେବେଳେ କଲ? ସନ୍ଧ୍ୟା 5ଟା। ଓପନ୍ ହେଉଛି 8ଟା।
ବାହାର ଫରେନର ଲୋକମାନେ ବି ଆସୁଛନ୍ତି। ଫରେନର ବେଶୀ ବା ସେମାନେ ବେଶୀ ନା, ଆମ ଓଡ଼ିଆ ବାଲା ଆସିବେନି। ମୁଁ ତ ସେ ଫରେନର ଫାର୍ଷ୍ଟ ଟାଇମ୍ ଏଠିକି ଆସିଛି। ଆମର ଘର ଏଠି ଆମ ତ ପ୍ରବାସୀ ଭାରତୀୟ ଯୋଉ ହେଇଛି ଆଜ୍ଞା ଆଜ୍ଞା ହଁ ହଁ କୁଆଡୁ କୁଆଡୁ ଲୋକ ଆଇଲେ ଡେଲି 5,000 7,000 ବାହାର ପେଣ୍ଟିଂ ଆଜ୍ଞା। କାଲି ଯାଇଥିଲେ 200 ଖଣ୍ଡେ ଲୋକ। ସବୁବେଳେ ଲୋକ ବାହାର ହଉଛନ୍ତି। ଲୋକ। ଗୋଟେ ଫେସ୍ ତାଙ୍କ ସବୁ ଗୋଟେ ଫେସ୍। ପାନିକିଆ ଗୁଡ଼ାକ ସବୁ ନେପାଳ ଦେଖନ୍ତୁ କେତେ ସୁନ୍ଦର ହେଇଛି, ଚାରିକରାଙ୍କ ପୁରା ବାରିକେଡ ଦିଆହେଇଛି। ଏଇଟା ହେଉଛି ବୁଦ୍ଧଙ୍କର ସମାଧି ପୀଠ ନଲତାଗିରିର। ଏଇଟା ହେଉଛି ବୁଦ୍ଧଙ୍କର ସମାଧି ପୀଠ। ଦେଖନ୍ତୁ ସାଙ୍ଗମାନେ, କେତେ ସୁନ୍ଦର ହେଇକି ତିଆରି ହେଇଛି। ଫଟୋଟା ଉଠେଇ ଆଜ୍ଞା। ସାଙ୍ଗମାନେ, ଯଦି ଏ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତାହେଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ। ଆପଣମାନେ ସମସ୍ତେ ଭଲରେ ଥାଆନ୍ତୁ।